नमस्कार ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି ପଞ୍ଜାବ ଯୋଉ ଭୟାବହ ବନ୍ୟା ସ୍ଥିତି ଉପୁଜିଛି ତା ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେନି, କାରଣ ଆପଣମାନଙ୍କର ଗୋଟିଏ ଗୋଟିଏ ସବସ୍କ୍ରାଇବ ଆଉ ଗୋଟେ ପ୍ରେରଣା ଯୋଗାଉଛି ନୂଆ ତଥ୍ୟ ନେଇ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଚାଲନ୍ତୁ ଅବିଳମ୍ବେ ଆମେ ଆରମ୍ଭ କରିବା ଆଜିର ବିଷୟବସ୍ତୁ ହେଲା ଯେ ପଞ୍ଜାବ ହେଉଛି ଭାରତର ଭାତ ହାଣ୍ଡି, ଯାହାକୁ ଆମେ କହିପାରିବା ଫୁଡ ବାସ୍କେଟ ଅଫ ଦ ଇଣ୍ଡିଆ ଇଜ ଦ ପଞ୍ଜାବ। ଆମେ ଜାଣିଛୁ ଯେ ପଞ୍ଜାବରୁ ଯେତେ ସବୁ ଚାଷ ଜମିରୁ ଯୋଉ ସବୁ ଅମଳ କରାଯାଏ ସେ ସମସ୍ତ ପ୍ରାୟତଃ ଭାରତ ବର୍ଷରେ ଅଧିକାଂଶ ଜାଗାକୁ ସେଇଟା ଯୋଗାଇଥାଏ। ତେଣୁକରି ପଞ୍ଜାବକୁ କୁହାଯାଉଛି ଆପଣଙ୍କର ଫୁଡ ବାସ୍କେଟ ବା ଭାତ ହାଣ୍ଡି ବୋଲି କୁହାଯାଉଛି। ସେଇ ଭାତ ହାଣ୍ଡି ବା ପଞ୍ଜାବରେ ଆଜି ବା ଏଇ କିଛି ଦିନ ଧରି ଲଗାଣ ବର୍ଷା ବା ବାଦଲ ଫଟା ଲଗାଣ ବର୍ଷା ବୁଆ ହେବା ଯୋଗୁଁ ଯୋଉ ବନ୍ୟା ସ୍ଥିତି ଉପୁଜୁଛି, ଯୋଉ ବନ୍ୟା ସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଯୋଉ ଏଗ୍ରିକଲଚର ଡିଭାଷ୍ଟେଡ୍ ହେଇଛି ବା ଡେଷ୍ଟ୍ରୟ ହେଇଛି, ସେଇଟା ହଉଛି ଆପଣଙ୍କର 148,000 ହେକ୍ଟର ଜମିରେ ଯୋଉ ଚାଷ କରାଯାଇଥିଲା ସେଇ 148,000 ହେକ୍ଟର ଜମିର ଚାଷ ବର୍ତ୍ତମାନ ନଷ୍ଟ ହେଇଯାଇଛି। ଯୋଉ ଧାନ ଯାହା ବି ଫସଲ ତିଆରି ବ୍ୟବସ୍ଥା କରାହେଇଥିବା ଲଗା ହେଇଥିଲା ସେଇ ଫସଲଟି ନଷ୍ଟ ହେଇଯାଇଛି। ଏବଂ ଏଇ ଯୋଉ ଅ, ବନ୍ୟା ଆପଣଙ୍କର ପଞ୍ଜାବର ପ୍ରାୟତଃ 23ଟା ଡିଷ୍ଟ୍ରିକ୍ଟରେ ପ୍ରଭାବିତ କରିଛି। 23ଟା ଡିଷ୍ଟ୍ରିକ୍ଟରେ ପ୍ରଭାବିତ କରିଛି ଏବଂ ସର୍ବମୋଟ ଆପଣଙ୍କର 1650ଟି ଭିଲେଜକୁ ଆଫେକ୍ଟେଡ କରିଛି। ସର୍ବମୋଟ 1650 ଭିଲେଜକୁ ଆଫେକ୍ଟେଡ କରିଛି। ଏବଂ ଏଥିରେ ଦୁଃଖଦାୟକ ଘଟଣା ହେଲା, ହୃଦୟ ବିଦାରକ ଘଟଣା ହେଲା ଯେ ଜଳରେ କେତେ ଜଣ ଜଳ ଭିତରେ ବୁଡିକି ମରିଛନ୍ତି ଏବଂ କେତେ ଜଣ ଆପଣଙ୍କର ଘର ଅତଡା ଖସି କାନ୍ଥ ଭୁଷୁଡି ମରିଛନ୍ତି। ସେମାନଙ୍କର ସଂଖ୍ୟା ହେଲା ବର୍ତ୍ତମାନ 37 ଜଣ। ଆଜିର ତାରା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 37 ଜଣ ମରିଛନ୍ତି ବା ମୃତ୍ୟୁବରଣ କରିଛନ୍ତି ଏବଂ ସେଇ ଯୋଉ ଅଛନ୍ତି ନିଖୋଜ ଅଛନ୍ତି, ଅନେକ ନିଖୋଜ ଅଛନ୍ତି, କିନ୍ତୁ ସରକାରୀ ସୂତ୍ରରେ କେବଳ 3 ଜଣଙ୍କୁ ହିଁ ଦର୍ଶାଯାଇଛି। କିନ୍ତୁ ନନ୍ ଅଫିସିଆଲି ଯଦି ଆମେ କହିବା ତାହେଲେ ଶହ ଶହ ଲୋକ ବର୍ତ୍ତମାନ ସୁଦ୍ଧା ସେଇ ବନ୍ୟାରେ ନିଖୋଜ ଅଛନ୍ତି, କିନ୍ତୁ ଅଫିସିଆଲି ବର୍ତ୍ତମାନ ତାକୁ 3 ଜଣ ହିଁ ନିଖୋଜ ଅଛନ୍ତି ବୋଲି କୁହାଯାଇଛି। ବିଶେଷ କରି ପ୍ରଭାବିତ ହେଇଛି ଏଇଟା ଆପଣଙ୍କର କୋଉ ଜିଲ୍ଲାକୁ ପଞ୍ଜାବର କୋଉ ଜିଲ୍ଲାରେ ବିଶେଷ ପ୍ରଭାବ ପକେଇଛି ନା ଗୁରୁଦାସପୁର ଜିଲ୍ଲାକୁ ଏଇଟା ବିଶେଷ ଭାବରେ ପ୍ରଭାବିତ ପକେଇଛି। ଯାହାରି ଫଳରେ ଗୁରୁଦାସ ଜିଲ୍ଲା ଅଞ୍ଚଳର ସମସ୍ତ ପ୍ରାୟତଃ 1.45 ଅର୍ଥାତ୍ 1,45,000 ଲୋକ ଏଇ ଯୋଉ ବନ୍ୟାରେ ପ୍ଲାବିତ ହେଇଛନ୍ତି ବା ବନ୍ୟାରେ ସେମାନେ ଆଫେକ୍ଟେଡ ହେଇଛନ୍ତି। ତ ସେଇ ମଧ୍ୟରୁ ଆପଣଙ୍କର ଅ, ଯୋଉ ଡିଷ୍ଟ୍ରିକ୍ଟ ଗୁଡାକରେ ହେଇଛନ୍ତି ସେ ମଧ୍ୟରୁ ଆପଣଙ୍କର ଅମୃତସରରେ ପ୍ରାୟତଃ ଯଦି ଆମେ ଆଲୋଚନା କରିବା, ଅମୃତସରରେ ଆପଣଙ୍କର 1,17,000 ବ୍ୟକ୍ତି ବା ବ୍ୟକ୍ତି ବିଶେଷରେ ଆପଣଙ୍କର କଣ ଏଇ ଯୋଉ ଫ୍ଲାଡ୍ ଯୋଗୁ ବା ଏଇ ଯୋଉ ବନ୍ୟା ଯୋଗୁ ଆଫେକ୍ଟେଡ ହେଇଛନ୍ତି। ଏଇଟା ହଉଛି ଆପଣଙ୍କର ପଞ୍ଜାବ ବା ଅମୃତସର କଥା କହିଲି। ତାପରେ ଆମେ ଯିବା ଫିରୋଜପୁର କଥା। ଫିରୋଜପୁରରେ ଆପଣଙ୍କର 39,076 ଲୋକ ପ୍ରଭାବିତ ହେଇଛନ୍ତି। ଏବଂ ଯଦି ଆମେ କହିବା ତାପରେ ଆମର ଅ, ଆଉ ଗୋଟେ ରାଜ୍ୟ ଅଛି ଚଣ୍ଡିଗଡ଼। ଚଣ୍ଡିଗଡ଼ରେ ମଧ୍ୟ ଅନେକ ଲୋକ ଆପଣଙ୍କର ପ୍ରଭାବିତ ହୋଇଛନ୍ତି। ସେ ମଧ୍ୟରୁ ଆପଣଙ୍କର ଚଣ୍ଡିଗଡ଼ର ଏରିଆରେ ଯୋଉ ଅଛନ୍ତି ପାଣିପାଗ ବିଶେଷଜ୍ଞ, ସେ ହେଉଛନ୍ତି ଆପଣଙ୍କର ସୁରେନ୍ଦ୍ର କୁମାର ପାଲ। ସେ କହିଛନ୍ତି ଯେ ଆପଣଙ୍କର ପଞ୍ଜାବର ସମସ୍ତ ଅଞ୍ଚଳରେ ପ୍ରାୟତଃ ଆପଣଙ୍କର ଏଇ ଯୋଉ ଅଛି 23ଟା ଡିଷ୍ଟ୍ରିକ୍ଟ ଏବଂ 1,650 ଗ୍ରାମରେ ଜଳ ଯୋଉ ପ୍ଲାବନ ଚାଲିଛି ବର୍ତ୍ତମାନ ତାର ସାଂଘାତିକ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି। ଆହୁରି ୟାଠାରୁ ଅଧିକ ସାଂଘାତିକ ବ୍ୟବସ୍ଥା ସୁବିଧା ମାନେ ବିପଦ ଉପୁଜିବାକୁ ଯାଉଛି। କାରଣ ପାଣିପାଗ ସୂତ୍ର ଅନୁସାରେ ଏଇଟା କୁହାଯାଉଛି ଯେ ଆସନ୍ତା ସେପ୍ଟେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଏଇ ବର୍ଷା ଲାଗି ରହିବ। ତେଣୁକରି ବର୍ତ୍ତମାନ ସୁଦ୍ଧା ଆପଣଙ୍କର 200 ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଆପଣଙ୍କର ଏଇ ମାସ 7 ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି 200। ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି ଆଲୋଚନା କରିବା, ବର୍ତ୍ତମାନର ତାଜା ସୂଚନା ଅନୁସାରେ ଆପଣଙ୍କର ପଞ୍ଜାବ ରାଜ୍ୟର 20,000 ମାନେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗୁରୁଦାସପୁର ବୋଲନ୍ତୁ ବା ଅମୃତସର ବୋଲନ୍ତୁ ବା ଫିରୋଜପୁର ବୋଲନ୍ତୁ ବା ଫଜିଲକା ବୋଲନ୍ତୁ ବା ଚଣ୍ଡିଗଡ଼ ବୋଲନ୍ତୁ, ଏ ସମସ୍ତ କ୍ଲୋଜର ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର 20,000 ଲୋକମାନଙ୍କୁ, ଯୋଉମାନେ କି ଆପଣଙ୍କର ଲ ଲାଇନ ଏରିଆରେ ବାସ କରୁଛନ୍ତି ବା ତଳିଆ ଅଞ୍ଚଳରେ ବାସ କରୁଛନ୍ତି, ସେମାନଙ୍କୁ ଆପଣଙ୍କର କଣ ଇଭାକୁଏଟ କରାଯାଇଛି। ଅର୍ଥାତ୍ ସେଇଠୁ ସ୍ଥାନାନ୍ତରିତ କରି ନିରାପଦ ଜାଗାରେ ରଖାଯାଇଛି ଏବଂ ସେମାନଙ୍କୁ ଆପଣଙ୍କର ରନ୍ଧା ଖାଦ୍ୟ ଦିଆଯାଉଛି, ଶୁଖିଲା ଖାଦ୍ୟ ଦିଆଯାଉଛି, ସେମାନଙ୍କର ଆବଶ୍ୟକ ଟ୍ରିଟମେଣ୍ଟ ମଧ୍ୟ କରାଯାଉଛି, ଫାଷ୍ଟ ଏଡ୍ ଦିଆଯାଉଛି। ଏବଂ ସେଥିପାଇଁ ଆପଣଙ୍କର ବର୍ତ୍ତମାନ ସୁଦ୍ଧା 100ଟି ରିଲିଫ କେନ୍ଦ୍ର ସ୍ଥାପନ କରାଯାଇଛି ବା ଖୋଲାଯାଇଛି। ସେ 100ଟି ରିଲିଫ କେନ୍ଦ୍ର ଦ୍ୱାରା ସେମାନେ ଯୋଉମାନେ ଇଭାକୁଏଟ କରାଯାଇଛି ସେମାନଙ୍କୁ ବ୍ୟବସ୍ଥା ମାନେ ସେମାନଙ୍କ ସୁରକ୍ଷା ବା ସେମାନଙ୍କ ପ୍ରତିପୋଷଣ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ
ପଞ୍ଜାବର ମୁଖ୍ୟମନ୍ତ୍ରୀ ସେ ମଧ୍ୟ ନିଜେ କହିଛନ୍ତି ଯେ ଏଇ ବନ୍ୟାର ସମସ୍ତ ସମସ୍ତ ବ୍ୟବସ୍ଥାକୁ ଜିରୋ କାଜୁଆଲିଟି ଆଣିବାକୁ ଚେଷ୍ଟା କରୁଛୁ। ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଛୁ ଏବଂ ପ୍ରଧାନମନ୍ତ୍ରୀ ସେ ମଧ୍ୟ କହିଛନ୍ତି, ଆସୁରାନ୍ସ ଦେଇଛନ୍ତି ଯେ ଆମେ ସମସ୍ତ ସହାୟତା ଆମେ ଆମେ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛୁ। ତେଣୁକରି ସମସ୍ତ କାର୍ଯ୍ୟଟି ସେ ନିଜେ ପ୍ରଧାନମନ୍ତ୍ରୀ ନିଜେ ସେଇଟାକୁ ଅ, ନିରୀକ୍ଷଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଟେ ବିଶେଷ ଦ୍ରଷ୍ଟବ୍ୟ ହେଲା ଆପଣଙ୍କର 30 ମିଲିୟନ ପିପୁଲ ଯେଉଁମାନେ କି ଏଗ୍ରିକଲଚର ଉପରେ ଡିପେଣ୍ଡ କରୁଛନ୍ତି, 30 ମିଲିୟନ ପିପୁଲ ଯେଉଁମାନେ କି ରୁରାଲ ଅଞ୍ଚଳରେ ଲାଇଭଲିହୁଡ ହିସାବରେ ନେଇଛନ୍ତି ଏଗ୍ରିକଲଚରକୁ, ସେମାନେ ଆପଣଙ୍କର ଆଫେକ୍ଟେଡ ହେଇଛନ୍ତି, ଯୋଉଟା କି ବହୁତ ଦୁଃଖଦାୟକ। ଆମେ ଯାହାକୁ କହୁଛୁ ଦେଶର ମେରୁଦଣ୍ଡ ହଉଛନ୍ତି ଫାର୍ମର ବା କୃଷକ ମାନେ ହଉଛନ୍ତି ଦେଶର ମେରୁଦଣ୍ଡ। ସେମାନେ ସେମାନେ ବର୍ତ୍ତମାନ 30 ମିଲିୟନ ଲୋକ ଆପଣଙ୍କର ପ୍ରଭାବିତ ହେଇଛନ୍ତି ପଞ୍ଜାବ ଅଞ୍ଚଳରେ ବା ପଞ୍ଜାବ ରାଜ୍ୟରେ। ତ ସେଇ ଦୃଷ୍ଟିକୋଣରୁ ହିଁ କୁହାଯାଉଛି, ଯେହେତୁ ସେମାନେ ଏଗ୍ରିକଲଚର ଆପଣଙ୍କର ରୁରାଲରୁ ଆରମ୍ଭ କରି ଆପଣଙ୍କର ମାନଙ୍କର ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରାୟତଃ ଚାଷ ଉପରେ ନିର୍ଭର କରାଯାଏ। ତେଣୁକରି ଆମେ କହିପାରିବା ଫୁଡ ବାସ୍କେଟ ଅଫ ଇଣ୍ଡିଆ ଇଜ ପଞ୍ଜାବ, ଅର୍ଥାତ ଭାରତର ଭାତ ହାଣ୍ଡି କହିବାକୁ ଗଲେ ପଞ୍ଜାବ। ତେଣୁକରି ବର୍ତ୍ତମାନ ଯୋଉ ରେସ୍କ୍ୟୁ ଅପରେସନ ଚାଲିଛି, ଜାରି ରହିଛି ରେସ୍କ୍ୟୁ ଅପରେସନ, ସେଥିରେ ସାମିଲ ଅଛନ୍ତି ଆପଣଙ୍କର ଇଣ୍ଡିଆନ ଆର୍ମି ଅଛନ୍ତି ଏବଂ ଏୟାର ଫୋର୍ସ ଅଛନ୍ତି, ବିଏସଏଫ ଅଛନ୍ତି, ଏନଡିଆରଏଫ ଅଛନ୍ତି ଏବଂ ଅନ୍ୟାନ୍ୟ ଭଲ୍ୟୁଣ୍ଟର୍ସ ମାନେ ମଧ୍ୟ ଅଛନ୍ତି ଏବଂ ଅନ୍ୟାନ୍ୟ ସ୍ୱେଚ୍ଛା ସଂଗଠନ ଅଛନ୍ତି, ଯାକୁ ଆମେ କହିପାରିବା ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ମାନେ ମଧ୍ୟ ଅଛନ୍ତି, ଜଡ଼ିତ ଅଛନ୍ତି, ଯେଉଁମାନେ କି ବିଭିନ୍ନ ପ୍ରକାର ଦରି ବା ଆପଣଙ୍କର ଶୁଖିଲା ଖାଦ୍ୟ, ଚୁଡ଼ା, ମହମବତୀ, ଗୁଡ଼ ବା ଇତ୍ୟାଦି ସମସ୍ତ ସପ୍ଲାଏ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପଞ୍ଜାବର ଭୟାବହ ସ୍ଥିତି ବର୍ତ୍ତମାନ ସୃଷ୍ଟି ଉପୁଜିଛି, ଯାହାକି ବର୍ତ୍ତମାନ ସୁରେନ୍ଦ୍ର ପାଲଙ୍କ କହିବା ଅନୁସାରେ, ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପାଲଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର କଣ ନା ପଞ୍ଜାବରେ ଏଇ ଧାରାଟି ଜାରି ରହିବ ଆପଣଙ୍କର ସେପ୍ଟେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ, ସେପ୍ଟେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ। ତେଣୁକରି ସମସ୍ତ ପଞ୍ଜାବବାସୀଙ୍କୁ ସେ କହିଦେଇଛନ୍ତି ବା ଜଣେଇ ଦେଇଛନ୍ତି, ଆୱାର କରିଦେଇଛନ୍ତି ଯେ ଏଇ ବିଷୟ 7 ତାରିଖ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ସମସ୍ତେ ଆୱାର ହେଇକି ରହିବେ ଯେ ବନ୍ୟାଟି ଚାଲୁ ରହିବ ଏବଂ ବର୍ଷା ପ୍ରବଳ ବର୍ଷା ଯୋଉ ପର୍ଯ୍ୟନ୍ତ ଆପଣଙ୍କର ଲଗାତାର ଲଗାଣ ବର୍ଷା କମି ନାହିଁ ସେ ପର୍ଯ୍ୟନ୍ତ ସମସ୍ତେ ସତର୍କତାର ସରକାର ସହିତ ଯୋଗାଯୋଗ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ଆପଣଙ୍କର ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯାଇଛି ଏବଂ ସେମାନେ ଯୋଗାଯୋଗ କରିପାରିବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ପାଇଁ। ବର୍ତ୍ତମାନ ସେମାନଙ୍କୁ ଡଙ୍ଗା ଆକାରରେ ବା ଆପଣଙ୍କର ବିଭିନ୍ନ ବିଶେଷ କରି ଯେଉଁମାନେ ଆପଣଙ୍କର ତଳିଆ ଅଞ୍ଚଳରେ ଅଛନ୍ତି ସେମାନଙ୍କୁ ଆପଣଙ୍କର ହେଲିକପ୍ଟର ଜରିଆରେ ନିରାପଦ ଜାଗାକୁ ନିଆଯାଉଛି ଏବଂ ବିଭିନ୍ନ ନଙ୍ଗା ଆକାରରେ ସେମାନଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଉଛି। ଯୋଉ ଦୃଶ୍ୟ ମୁଁ ଆପଣମାନଙ୍କୁ ଏହି ଭିଡିଓ କ୍ଲିପ ମାଧ୍ୟମରେ ଆପଣମାନଙ୍କୁ ଦେଖେଇ ଦେଇଛି। ଏଇଟା ହଉଛି ଆଜିର ତାଜା ସୂଚନା, ଯାହାକି ଆଜି ହଉଛି ଆପଣମାନଙ୍କର ଏଇ ସେପ୍ଟେମ୍ବର 4 ତାରିଖ। ସେପ୍ଟେମ୍ବର 4ର ତାଜା ସୂଚନା ଅନୁସାରେ ଏଇଟା ହଉଛି ପଞ୍ଜାବର ମହା ବନ୍ୟା ପ୍ରଳୟଙ୍କରୀ ବନ୍ୟା, ଯୋଉ ବନ୍ୟା ଦ୍ୱାରା ସମସ୍ତେ ଆଫେକ୍ଟେଡ ହେଇଛନ୍ତି। କହିବାକୁ ଗଲେ 30 ମିଲିୟନ ଲୋକ ଆଫେକ୍ଟେଡ ହେଇଛନ୍ତି, ଯୋଉଥିରେ କି ଆମେ ମାନେ ମଧ୍ୟ ସେଠି ଅଂଶୀଦାର। କାହିଁକି ନା ପଞ୍ଜାବ ଗୋଟେ ଭାତ ହାଣ୍ଡି ସମସ୍ତ ଭାରତବର୍ଷ ପାଇଁ। ତେଣୁକରି ବର୍ତ୍ତମାନ ସେ ଯେହେତୁ ବର୍ତ୍ତମାନ ଏଇ ଯୋଉ ବନ୍ୟା ବିଭୀଷିକାରେ ବର୍ତ୍ତମାନ ଗତି କରୁଛି, ସେ ବନ୍ୟା ବିଭୀଷିକାରେ ସେମାନେ ଯଦି ବାହାରି ପାରିବେ ବା ସେମାନେ ମୁକୁଳି ପାରିବେ, ସେଥିରୁ ଉଦ୍ଧାର ପାଇବେ, ସେ ତେଣୁ ପଞ୍ଜାବ ସରକାର ପୁରା ଆଗ୍ରହ ସହକାରେ ଏବଂ ସମସ୍ତ ବଳପୂର୍ବକ ସମସ୍ତ ବଳ ଖଟେ ସମସ୍ତ ଶକ୍ତି ପ୍ରୟୋଗ କରି ସମସ୍ତ ମନ ପ୍ରାଣ ଧ୍ୟାନ ଦେଇକି ବା ଗଭର୍ଣ୍ଣମେଣ୍ଟ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଲଗେଇକି ସେ ସମସ୍ତଙ୍କୁ ଉଦ୍ଧାର କରାଯିରେ ବର୍ତ୍ତମାନ ଜାରି ରହିଛି। ତ ଭିଡିଓଟି ଆପଣମାନେ ଦେଖିଛନ୍ତି, ତେଣୁକରି ଆପଣଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ସମସ୍ତଙ୍କୁ ନମସ୍କାର।